ଆଜିର ଟପିକ୍ ହେଉଛି ଫ୍ରମ୍ ଦ ଇଭୋଲ୍ୟୁସନ୍ ଅଫ୍ ପୋର୍ଟ୍ରେଟ୍ସ ଟୁୱାର୍ଡସ୍ ଦ ଏକ୍ସପ୍ଲିକେସନ୍ ଅଫ୍ ପୋଏମ୍ସ 1317 ରୁ 80। ତମେ ଜାଣିଥିବ ଏଇଟା MEG1 ବ୍ରିଟିଶ ପୋଏଟ୍ରିର ଅଛି ୟୁନିଟ୍ 1ରେ। ତ ମୁଁ ଏଠି କହିଦେବାକୁ ଚାହୁଁଛି ଏଇ ପୁରା ଲାଇନ୍ରେ ନା ପୁରା ଟପିକ୍ଟା ଲୁଚିକି ଅଛି। ଯଦି ଏଇ ପୁରା ଲାଇନ୍ଟା ଆମେ ବୁଝିଯିବା ନା ତ ଟପିକ୍ଟା ଇଜିଲି ଆମେ ବୁଝିଯିବା। ୟାଠୁ ଅଧିକ ଆଉ କିଛି ବି ନାହିଁ। ଭଲସେ ଶୁଣନ୍ତୁ, ଇଜିଲି ଆଉ ସର୍ଟଲି ତୁମକୁ ବୁଝେଇଦେବି। ଫାଷ୍ଟ ଦେଖିବା ଏଥିରେ ଅଛି ଇଭୋଲ୍ୟୁସନ୍ ଅଫ୍ ପୋର୍ଟ୍ରେଟ୍ସ। ଆଉ ଟିକେ ଭାଙ୍ଗିବା ପୋର୍ଟ୍ରେଟ୍ସ କ'ଣ? ପିଲାମାନେ ତମେ କେବେ ନିଜର ଫଟୋ ଉଠେଇଛ କିମ୍ବା ତୁମର ଯେଉଁ ଜେଜେମା ଅଛନ୍ତି ଜେଜେବାପା ଅଛନ୍ତି ତାଙ୍କର ପୁରୁଣା କେବେ ଫଟୋ ତାଙ୍କ ପୁରୁଣା ଫଟୋ ଗୁଡ଼ିକ କେବେ ଦେଖିଛ? ସେ ଫଟୋ ଗୁଡ଼ିକରେ ତୁମେମାନେ ସବୁ କ'ଣ ଦେଖ? ସେଇ ଫଟୋ ବା ଚିତ୍ର ଗୁଡ଼ିକରେ ଆମର ରୂପ ଆମର ମୁହଁ ଦେଖାଯାଏ। ଏଇ ଯେଉଁ ଚିତ୍ର ବା ଫଟୋ କହିଲି ସେଗୁଡ଼ିକୁ ନା ପୋର୍ଟ୍ରେଟ୍ କୁହାଯାଏ। ଏକ ପୋର୍ଟ୍ରେଟ୍ ଆମକୁ ଜଣେ ବ୍ୟକ୍ତି କିପରି ଦେଖାଯାଏ ତାହା ଆମକୁ କହିଥାଏ। ଏବେ ମୁଁ ଆଶା କରୁଛି ପୋର୍ଟ୍ରେଟ୍ ମାନେ ଭଲସେ ବୁଝି ଯାଇଥିବ। ତ ଆମେ ଏବେ ଦେଖିବା ପୁରୁଣା ସମୟରେ ଏଇ ଯେଉଁ ପୋର୍ଟ୍ରେଟ୍ କେମିତି ତିଆରି ହେଉଥିଲା। ଏହା ବିଷୟରେ ଟିକେ ଚିନ୍ତା କରନ୍ତୁ। ଅନେକ ବର୍ଷ ପୂର୍ବରୁ ଯେତେବେଳେ କ୍ୟାମେରା ନଥିଲା ଲୋକମାନେ କିପରି ସେମାନଙ୍କ ଚିତ୍ର ତିଆରି କରୁଥିଲେ। ଲୋକମାନେ କଳାକାରମାନଙ୍କୁ ସେମାନଙ୍କର ଚିତ୍ର ତିଆରି କରେଇଥାନ୍ତି। ରାଜା ରାଣୀ ଏବଂ ଅତ୍ୟନ୍ତ ଯେଉଁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନେ ସେମାନଙ୍କ ଚିତ୍ର ତିଆରି କରୁଥିଲେ, ଯାହାଦ୍ୱାରା ସମସ୍ତେ ସେମାନଙ୍କୁ ଚିହ୍ନି ପାରିବେ ଏବଂ ସେମାନଙ୍କର ମହିମା ବି ଦେଖିପାରିବେ। ୟା ପରେ ଦେଖିବା ଚେଞ୍ଜ ଇନ୍ ପୋର୍ଟ୍ରେଟ୍ର ପରିବର୍ତ୍ତନ 1317 ରୁ 80 ପାଖାପାଖିରେ କେମିତି ହେଇଥିଲା ସେ ବିଷୟରେ ଆମେ ଏଠି ଦେଖିବା। ଫାଷ୍ଟ ଜାଣିଥିଲେ ଆମେ ପୂର୍ବରୁ ଏହା କିପରି ଥିଲା। ପୂର୍ବରୁ ଚିତ୍ରକାରମାନେ କେବଳ ମୁହଁକୁ ଦେଖି ଯେମିତି ଲୋକଟା ଦେଖାଯାଉଛି ସିଧା ସେହିପରି ଭାବରେ ଆଙ୍କି ଦେଉଥିଲେ। ସେଟା ବହୁତ ସିମ୍ପଲ ହେଇଥିଲା। ଯେମିତି ଜଣେ ଉଠାନ୍ତିନି ଆମର କି ଫଟୋ ପାସପୋର୍ଟ ସାଇଜ ଫଟୋ ପୁରା ଷ୍ଟାଚ୍ୟୁ ଥିଲା, ତ ସେଇ ସବୁ ଭିତରେ ଉଠେଇ ଦେଉଥିଲେ। ପରବର୍ତ୍ତୀ ସମୟରେ କ'ଣ ଘଟିଲା, କିନ୍ତୁ ଆମେ 1317 ରୁ 1380 ଏହି ସମୟ ବିଷୟରେ ଆମେ କହୁଛୁ। ଚିତ୍ରକାରମାନେ କିଛି ନୂତନ କରିବାର ଆରମ୍ଭ କଲେ। ଏବେ କେବଳ ମୁହଁ ଆଙ୍କିବା ପରିବର୍ତ୍ତେ ସେମାନେ ମାନବର ଭାବନା ମଧ୍ୟ ଦେଖେଇବାକୁ ଆରମ୍ଭ କଲେ। ଉଦାହରଣ ସ୍ୱରୂପ ଯଦି କେହି ଦୁଃଖୀ ତେବେ ସେହି ଯେଉଁ ଦୁଃଖ କଳାକାରକୁ ପ୍ରତିଫଳିତ କରୁଥିଲେ, କିମ୍ବା କେହି ଯଦି ସୁଖୀ ତ ତା ମୁହଁ ପୁରା ବହୁତ ଭାବରେ ଖୁସି ହେଉଛି ବୋଲି ସେଟା ସ୍ପଷ୍ଟ ଦେଖାଯାଉଥିଲା ସେ ଚିତ୍ରରେ। ଯେମିତି ଆମର ନଥାଏ ଗୋଟେ ଚିତ୍ରଟେ ହସୁଥିବ ତ ସେଇ ଟାଇମରେ ହସିବା ଭଳି ଚିତ୍ର କାଟିବା, ଦୁଃଖୀ ଥିବା ଟାଇମରେ ଦୁଃଖିତ ଭାବରେ ଚିତ୍ର କାଟିବା, ସେଇଟା ଆମ ୟା ଭିତରେ ଚେଞ୍ଜ ହେଲା। ଏବେ ପୋର୍ଟ୍ରେଟ୍ କେବଳ ମୁହଁ ଦେଖାଉନାହିଁ ବରଂ ବ୍ୟକ୍ତିର ଭିତରେ କ'ଣ କ'ଣ ଘଟୁଛି ତାହା ମଧ୍ୟ ଦେଖାଉଛି। ଏଇ ପୋର୍ଟ୍ରେଟ୍ ଗୁଡ଼ିକ ଅଧିକ ବାସ୍ତବ ଦେଖାଯିବା ଆରମ୍ଭ କରିଛନ୍ତି। ତ ଏଇଟା ଥିଲା ପୋର୍ଟ୍ରେଟ୍ ଆଉ ପୋର୍ଟ୍ରେଟ୍ର ପରିବର୍ତ୍ତନ କ'ଣ ହେଲା ସେସବୁ କହିଲେ। ଏବେ ଦେଖିବା ହ୍ୱାଟ୍ ଇଜ୍ ପୋଏମ୍। ପୋଏମ୍ ମାନେ କବିତା ହେଉଛି କ'ଣ? ପିଲାମାନେ ଯେମିତି ଚିତ୍ର ଗୁଡ଼ିକ ଆମର ମୁହଁ ଦେଖାଯାଏ ସେହିପରି ଭାବରେ କବିତା ଗୁଡ଼ିକ ଆମ ଚିନ୍ତାଧାରା ଏବଂ ଭାବନାକୁ ଶବ୍ଦରେ ପରିଣତ କରିଥାଏ। କବିତା ଗୁଡ଼ିକ ଗୀତ ପରି ଶବ୍ଦ ଗୁଡ଼ିକ ବହୁତ ସୁନ୍ଦର ଭାବରେ ଲେଖାଯାଇଥାଏ। ମୁଁ ତୁମକୁ ଗୋଟେ ଛୋଟ ଆଉ ସହଜ କବିତା, ଯେମିତି ମଛଲି ଚଲ କି ରାନୀ ହିନ୍ଦୀରେ ଗୋଟେ ଅଛି, ଓଡ଼ିଆରେ ଯେତିକି ବି କବିତା ଅଛି ତମେ ପଢ଼ ଆଉ କେମିତି ଲାଗିଲା ସେଇଟା ତମେ ମୋତେ ଜଣେଇବ, ତ ଜାଣିପାରିବ ଯେ କବିତା ଆକ୍ଚୁଆଲି କ'ଣ। ନେକ୍ସଟ ଦେଖିବା ଆମେ 1317 ରୁ 80 ମସିହାର ଯେଉଁ କବିତା ଅଛି ସେ ବିଷୟରେ ଆମେ ଜାଣିବା। ଏଇ ସମୟଟା ଆମେ ଯେଉଁ ଦେଖିଲେ କି 1370 ରୁ 80 ମଧ୍ୟରେ ଇଂଲଣ୍ଡର ଗୋଟେ ଥିଲେ ଜେଫ୍ରି ଚୋସର ନାମକ ଜଣେ ମହାନ କବି ଥିଲେ। ତାଙ୍କ କବିତା ଗୁଡ଼ିକ ସେ ସମୟରେ ବହୁତ ପ୍ରସିଦ୍ଧ ଥିଲା। ଶୁଦ୍ଧ ଓଡ଼ିଆରେ ମୁଁ କହୁଛି, ତାଙ୍କର କବିତା ଗୁଡ଼ିକ ବିଷୟରେ ଆମେ ଜାଣିବା। ତା ଭିତରେ ସିଏ ପ୍ରାୟ ଲେଖନ୍ତି ସ୍ୱପ୍ନ ଦର୍ଶନ ବିଷୟରେ। ଅନେକ କବିତାରେ କବିଙ୍କର ସ୍ୱପ୍ନ ଦେଖିବା ଏବଂ ସେଥିରୁ କିଛି ଦେଖିବା କିମ୍ବା ଶିଖିବା ଜଡ଼ିତ। ଏକ୍ଜାମ୍ପଲ ଦଉଛି, ତୁମକୁ ଉଦାହରଣ ଦଉଛି। କେହି ଜଣେ ସ୍ୱପ୍ନ ଦେଖୁଛି ଯେ ସେ ଏକ ଯାଦୁଗରୀ ସ୍ଥାନକୁ ଯାଇଛି, ତ କିଛି ସେ ନ୍ୟୁ ସ୍ଥାନ ଦେଖିଲା, ନୂଆ କଥା ଜାଣିଲା, ସେ ବିଷୟରେ ସେ ଲେଖନ୍ତି। ନହେଲେ ଲେଖନ୍ତି ସୌଜନିକ ପ୍ରେମ, ମାନେ ରାଜା ରାଣୀ ଏବଂ ନାଇଟ୍ ପରସ୍ପରକୁ କିପରି ଭଲ ପାଉଥିଲେ ସେ ବିଷୟରେ କାହାଣୀ ଥିଲା। ପ୍ରେମକୁ ବହୁତ ସମ୍ମାନଜନକ ଭାବରେ ଚିତ୍ରଣ ଏଠି କରାଯାଇଛି, ସେ ବିଷୟରେ ବି ସେ ଲେଖନ୍ତି। ନୈତିକ ଶିକ୍ଷା ବିଷୟରେ ଲେଖନ୍ତି, ମାନେ କିଛି କବିତା ଆମକୁ ଜଣେ ଭଲ ବ୍ୟକ୍ତି ହେବା ଶିଖେଇଥାଏ କିମ୍ବା କ'ଣ ଠିକ୍ କ'ଣ ଭୁଲ ସେହିପରି କ'ଣ ସେଇଟା ଆମକୁ ଶିଖେଇଥାଏ। କବିତା ମାଧ୍ୟମରେ ଆମେ ଜାଣିପାରୁ, ଯେପରିକି ଆମକୁ ସବୁବେଳେ ସତ୍ୟ କହିବା ଉଚିତ, ଏମିତି ଲେଖନ୍ତି। ତ ଆମକୁ ଠିକ୍ ମାର୍ଗକୁ ନେଇଯାଏ କିଛି କିଛି କବିତା ଅଛି ତାଙ୍କର। ଏବେ ଆମେ ପଢ଼ିବା ଏକ୍ସପ୍ଲିକେସନ୍ ଅଫ୍ ପୋଏମ୍ସ।
कवितार व्याख्या एबे जेपरी आमे जानिले कि जड़े व्यक्ति किपरि देखाଯାଏ एवं अनुभव करे ताहा बुझिबा पाई एक चित्र को देखो सेहीपरि भावरे कवितार विश्लेषणर अर्थ हेउची एक कविता को अति सतर्कतार सहित बुझिबा माने अति डीपली बुझिबा। आमे देखुचु जे कवि केउं शब्द व्यवहार करुछंती एवं सेगुड़िकर अर्थ कौन। एग्जाम्पल बा उदाहरण स्वरूप जदि कवि सूर्य शब्द व्यवहार करुछंती तेबे से कौन केवल सूर्य विषय कहउछंती ना से आलोक किंबा आशा विषय मध्य कहउछंती। आमे एहा मध्य देखु जे कविताटी केउं भावना देखाउची सुख दुख ना क्रोध एवं कवि आमको किछि वार्ता देबाको चेष्टा करुछंती कि यह कहीं गुरुत्वपूर्ण आमे भावती यह आमको कविताटी को भल भाव बुझिबारे साहाय्य करिथाए एवं कवि आम यह कहीं लिखुंट एवं यह आमको कौन कहू माने कहबाको चाहूँगी से विषय आमे जानी पारंती। तो यहीटा थिला आमर पूरा टॉपिक मु बहुत शॉर्टली आ ब्रेक करिकी बहुत आशा माने बहुत सहजरे मु तुमको जणिया पई चेष्टा करछि बट तुमको जदी पूरा क्लैरिटी सहित आउरी अधिक किछि जानिबार अछि देन मते कमेंट करंतो तो मु बहुत भल भाबरे आपनको बुझे दे पारिबे। तो थैंक यू।